ରାଜ୍ୟରେ ପୁଣି ତାତି ବଢ଼ିଛି। ଉଭୟ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ବୁଧବାର ନାକେଦମ କରିଥିଲା ତାତି ପ୍ରକୋପ। ଅପରାହ୍ନରେ ଭୁବନେଶ୍ୱର ସମେତ ବିଭିନ୍ନ ଉପକୂଳ ଅଞ୍ଚଳରେ ପାଗ ବଦଳି ଯାଇଥିଲା। ଘଡ଼ଘଡ଼ି ସହ ହାଲୁକା ଝିପିଝିପି ବର୍ଷା ଦୀର୍ଘ ସମୟ ଧରି ହୋଇଥିଲା। ବୁଧବାର ସକାଳୁ ଖରା ପ୍ରକୋପ ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ପାର କରିଥିଲା। ଟିଟିଲାଗଡ଼ରେ 42 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସିଝିଥିଲା। ବୌଦ୍ଧ ଓ ସମ୍ବଲପୁରରେ ପାରଦ 41.2 ଡିଗ୍ରୀ ଥିବାବେଳେ ହୀରାକୁଦ, ତାଲଚେର, ଭବାନୀପାଟଣା, ବଲାଙ୍ଗୀର, ସୋନପୁର, ଢେଙ୍କାନାଳ, ବରଗଡ଼ରେ ତାପମାତ୍ରା 40 ଡିଗ୍ରୀ ପାର କରିଥିଲା। ଅପରାହ୍ନରେ ଉପକୂଳ ଆକାଶରୁ ଘୋଟିଥିଲା ବାଦଲ। ଆରବ ସାଗର ପଟୁ ଦକ୍ଷିଣ ଆର୍ଦ୍ରତା ଓଡ଼ିଶା ଉପକୂଳ ନେଇ ଉତ୍ତର ପୂର୍ବ ଭାରତକୁ ଯାଇଥିଲା, ଯେଉଁଥିପାଇଁ ଆକାଶ ମେଘାଚ୍ଛନ୍ନ ହୋଇଥିଲା। ଏହା ପ୍ରଭାବରେ ବଡ଼ ବର୍ଷା ନହେଲେ ବି ଝିପିଝିପି ବର୍ଷା ହୋଇଥିଲା। ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଅନୁଗୁଳରେ ହାଲୁକା ବର୍ଷା ହୋଇଥିଲା। କେରଳରେ ଏବେ ବର୍ଷା ଜାରି ରହିଛି। ସମ୍ଭବତଃ ଗୁରୁବାର ମୌସୁମୀ ପ୍ରବେଶ ନେଇ ଘୋଷଣା କରିପାରେ ପାଣିପାଗ ବିଭାଗ। ପୂର୍ବାନୁମାନ ହୋଇଛି ମୌସୁମୀ 24 ଘଣ୍ଟା ଭିତରେ କେରଳ ଓ ତାମିଲନାଡୁର କିଛି ଅଂଶ ଛୁଇଁପାରେ। ରିପୋର୍ଟ ନ୍ୟୁଜ୍ ଏକ୍ସପ୍ରେସ୍।